ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ନୟାଗଡ଼ର ଯାଦୁପେଡ଼ିରେ ଥିବା ଉପକରଣ ଗୁଡ଼ିକ ଉପରେ ପରିଚିତ ହେବା। ଆସ ପିଲାମାନେ, ଏବେ ଯାଦୁପେଡ଼ିରେ ଥିବା ଅଙ୍କ ଗୁଡ଼ିକୁ ଚିହ୍ନିବା। ଏଇଟା ହେଉଛି 1, ତାପରେ ଆମେ ଚିହ୍ନିବା 2 କୁ, 2 ପରେ ଆମେ ଯିବା 3 କୁ, 3 ପରେ ଆମେ ଶିଖିବା 4 କୁ, 4 ପରେ এই କଳସରେ ସବୁ ଅକ୍ଷର ଗୁଡ଼ିକ ଲେଖା ଯାଇଛି। ଅ, ଆ, ହର୍ଷେଇ, ଏବେ ଆମେ ଯିବା କୁହୁକ ପେଡ଼ିରେ ଥିବା ବିଭିନ୍ନ ମୁଖା ଗୁଡ଼ିକୁ ଜାଣିବା। ପଶୁପକ୍ଷୀ ମାନଙ୍କର ମୁଖା। ଏଇଟା କାହାର ମୁଖା? କୁକୁର। ଏବେ ଦେଖିବା ମୁଖା। ପିଲାମାନେ, ଏବେ ଆମେ ରଙ୍ଗ ଗୁଡ଼ିକୁ ଚିହ୍ନିବା। ଏଇଟା ହେଉଛି ଲାଲ, ଏଇଟା ନୀଳ, ଏଇଟା ଧଳା ରଙ୍ଗ, ଏଇଟା ହେଉଛି ସବୁଜ ରଙ୍ଗ, ଏଇଟା ହେଉଛି ହଳଦିଆ ରଙ୍ଗ। ପିଲାମାନେ, ଏବେ କୁହୁକ ପେଡ଼ିରେ ଥିବା ଗୀତ ଗୁଡ଼ିକ ବୋଲି ବୋଲି ଆମେ ପଶୁପକ୍ଷୀଙ୍କୁ ଚିହ୍ନଟ କରିବା। କା କା କରି ସିଏରା ବୋଇ, ନିଦରୁ ଆମକୁ ଦିଏ ଉଠାଇ, କିଏ ସେ କହିବ ତା ନାମ ଭାଇ? କହିଲେ ଦେଖି ତାର ନାଁ କ'ଣ? ତା ନାଁ ହେଉଛି କ'ଣ ଆମେ ଜାଣିବା? ଆସ ପିଲାମାନେ, ଏବେ ଆମେ ଋତୁ ଏବଂ ମାସମାନଙ୍କ ବିଷୟରେ ଜାଣିବା। ବର୍ଷକ ହେଲା 6 ଋତୁ ଆଉ 12 ମାସ। ଦେଖ, ପ୍ରଥମ ଋତୁଟି ହେଲା ଗ୍ରୀଷ୍ମ ଋତୁ, ତାପରେ ଆସିବ ବର୍ଷା ଋତୁ, ତାପରେ ଆସିବ ଶରତ ଋତୁ, ତାପରେ ହେମନ୍ତ ଋତୁ, ତାପରେ ଶୀତ ଋତୁ, ତାପରେ ବସନ୍ତ ଋତୁ। ଏବେ ଦେଖିବା ଗ୍ରୀଷ୍ମ ଋତୁରେ 2ଟି ମାସ, ବୈଶାଖ ଓ ଜ୍ୟେଷ୍ଠ। ବର୍ଷା ଋତୁରେ ବି 2ଟି ମାସ, ଆଷାଢ଼ ଓ ଶ୍ରାବଣ। ଶରତ ଋତୁରେ ବି 2ଟି ମାସ, ଭାଦ୍ରବ ଓ ଆଶ୍ୱିନ। ପିଲାମାନେ, ଆମ ଯାଦୁପେଡ଼ିରେ ଥିବା ମାତ୍ରା ଚକ୍ରୀ ସହିତ ଆମେ ପରିଚିତ ହେବା। ଦେଖିଲ, କ ଆକାରେ କା, କ ହର୍ଷେଇ କି, କ ଦୀର୍ଘଇକାର କି, କ ହର୍ଷଉ କୁ, କ ଦୀର୍ଘଉ